कढ़ई नेबे आमाने गोटे उच्च कर ताଳରେ आगको तांको स्वागत करिबा। हालेलुया। हालेलुया। जिहोवा आटुचे के माइक भाई बंद कर देवा के कानो फाटले फाटू डोरी बानी हमें के बेके 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 बे डोरी बानी हमें के बेके 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 बे डोरी बानी हमें के बे विपद को बानी हमें के बे विपद को डोरी बानी हमें के बे करेंट को डोरी बानी हमें के बे करेंट को। हालेलुया हालेलुया प्रेज द लॉर्ड प्रेज लॉर्ड। गीत एतिकी थाओ नले मारी पकेबे। हालेलुया समस्ते सुस्थिर हेउ। प्रेज द लॉर्ड। प्रभु को लोक माने एक दृश्यार सहित आम्भे माने बसु आम्भे माने जेपरि आसिअछु सेपरि न जिबा उचित। परमेश्वर इच्छा तांको लोक माने प्रतिदिन बढ़ोतरी को जीवन रे देखंतु। हालेलुया स्वर्गीय प्रभु तुमको धन्यवाद दूची तुम्हें आश्चर्य भाव पुणी थे सूचक देल बापा यह समय आम प्रत्येक तुम्भ हस्तरे समर्पित होउछु। आज आम प्रत्येक सहित प्रभु तुम्हें आलाप कर तुम्भ आश्चर्य वाक्यर शक्ति तू प्रभु ताहा मान जीवन को पुणी थे सजाड़ी दो गढ़ी दो एक नवा रूप प्रभु आमको प्रस्तुत हवा को दियो शुणा सुस्थिर मन प्रदान कर समस्त विषय आउसी पड़ी प्रार्थना जीसु नाम मागुछि आमेन। जुबा समय गोटिए पुओ गोटिए झियो प्रति किपरि व्यवहार देवा उचित ताहा आम्भे माने अल्प के चिंता करी आगो को बढ़िबा। जदि आपण एक पुओ अटंती आपणकर अपोजिट झियो को आपण किपरि ट्रीट करिबा दरकार बा जदि आपण झियो अटंती गोटे पुओ को आपण किपरि व्यवहार देवा उचित। नंबर 1 प्रथम विषय मो शेष रे पचारिबी आपण माने निश्चय कहबा पई प्रस्तुत थिबे। प्रथम छुईबे नाही कोन डोंट टच स्पर्श करिबे नाही। प्रभुଙ୍କ लोक माने गिरजा घर भलो उपासना भलो प्रार्थना भलो मीटिंग्स भी भलो छुईबा भलो नाही बुझुछंती
ଯେତେ ଦୂର ସମ୍ଭବ ଆପଣ ତାଙ୍କ ଠାରୁ ଛୁଇଁବା ଠାରୁ ଦୂରତା ମେଣ୍ଟେନ କରିବେ। ଆପଣ ଭଲରେ ଜାଣିଛନ୍ତି ଯଦି ଛୁଇଁବାର ବିଷୟ ଥରେ ଆରମ୍ଭ ହୋଇଯିବ ତାହା କୁଆଡ଼େ ଯିବ? ଭଲ ତ? ଭେରି ଗୁଡ୍। ତାହା କେଉଁ ଆଡ଼େ ଯିବ ଆପଣ ଜମା ଜାଣିପାରିବେ ନାହିଁ। ପ୍ରଥମ କରିନ୍ଥିୟ 7 ଅଧ୍ୟାୟ ପ୍ରଥମ ପଦ। ଶୀଘ୍ର। ତୁମ୍ଭେମାନେ ଯେଉଁ ସବୁ ବିଷୟ ଲେଖିଅଛ ସେହି ସବୁର ଉତ୍ତର ଏହି, ସ୍ତ୍ରୀ ଲୋକଙ୍କୁ ସ୍ପର୍ଶ ନ କରିବା ପୁରୁଷ ପକ୍ଷରେ ଭଲ। ସ୍ତ୍ରୀ ଲୋକଙ୍କୁ ନ ଛୁଇଁବା ଗୋଟିଏ ପୁଅ ପୁରୁଷ ପକ୍ଷରେ ଭଲ ଅଟେ। ପ୍ରଭୁଙ୍କ ଲୋକମାନେ ଏହାକୁ ଜୀବନ ସାରା ମନେ ରଖିବେ। ଆପଣ ନିଆଁକୁ ଯଦି ଛୁଇଁବେ ଜଳି ହେଇ ପୋଡ଼ି ମରିବେ। ଆଉ ଜାଣନ୍ତି ସେମାନେ କୌଣସି ନିଆଁ ଠାରୁ କମ ନୁହନ୍ତି। ବୁଝନ୍ତୁ, ହଁ ସେମାନେ ପୁଣି ନିଆଁ ଠିକ ଅଛି ଛୁଁଥା ଜଳି ପୋଡ଼ି ମରେ, ଆମକୁ ପ୍ରାର୍ଥନା କରି ରିକ୍ୱେଷ୍ଟ ପଠାଉନା। ଆୟୁବ କହନ୍ତି ଭୟଙ୍କର କଥା ଗୁଡାକ 31 ପଦରେ, ତାହା ମୁଁ ପଢୁ ନାହିଁ, ଆପଣ ମାନେ ପଢନ୍ତୁ ଆଉ ଘରେ ଯାଇ ପଢନ୍ତୁ, ଘରେ ଯାଇ ବୁଝନ୍ତୁ। ସଲୋମନ କହନ୍ତି ସେମାନେ ଅଗ୍ନି ଅଟନ୍ତି, ଅଗ୍ନି ଜାଳି ଦେବ ବୋଲି କହନ୍ତି। 6 ଅଧ୍ୟାୟ 7 ଅଧ୍ୟାୟ ଉପଦେଶ ପଢିବେ ଏବେ ନାହିଁ। ଏଣୁ ହ୍ୟାଣ୍ଡସେକ୍ ଯଦି କରିବାର ଅଛି ତ ଭଉଣୀ ଭଉଣୀକୁ ହ୍ୟାଣ୍ଡସେକ୍ କରୁ, ଭାଇ ଭାଇକୁ ହ୍ୟାଣ୍ଡସେକ୍ କରୁ। ମତେ କୁହନ୍ତୁ ଜରୁରୀ କି ଗୋଟେ ଝିଅ ଗୋଟେ ପୁଅକୁ ହ୍ୟାଣ୍ଡସେକ୍ କରିବା? ଜରୁରୀ କି? କୌଣସି ପ୍ରକାର ଜରୁରୀ ନାହିଁ ନା, କିଛି ଆବଶ୍ୟକ ନାହିଁ, କିଛି ଆବଶ୍ୟକ ନାହିଁ। କାହିଁକି? ହ୍ୟାଣ୍ଡସେକ୍ କରିବେ କରେଣ୍ଟ ପାସ୍ ହେବା 100%। ଆପଣ ଯେମିତି ହେଇଥାନ୍ତୁ ଭଲ ଅନୁଭୂତି ଅଛି ସମସ୍ତଙ୍କର କଣ ହେଉଛି ହାତ ମିଶାଇଲେ। ମିଶାନ୍ତୁ ନାହିଁ, କରେଣ୍ଟ ସକ ମାରି ହୁଅନ୍ତୁ ନାହିଁ। ଏଥିପାଇଁ ଟ୍ରାନ୍ସଫର୍ମେସନ ଗୁଡାକରେ ଲେଖାଯାଏ ବିପଦ। ଲେଖା ହଉଛି କି ନାହିଁ? କାହିଁକି? ଛୁଇଁବେ ମାନେ ଫସିବେ। ତ ଛୁଇଁବ କାହିଁକି? ଫସି ହେବ କାହିଁକି? ବାବୁ ତୋର କାମ ବିଚାର କରିବା ଅଟେ। ତୁ ଛୁଇଁବୁ କଣ? କୋଳରେ ଯାଇକି ଶୋଇଛୁ ବୁଦ୍ଧି? କିଏ ସେ ବୁଦ୍ଧି? କିଏ କୋଳରେ ଯାଇକି ଶୋଇଛି? ଉତ୍ତର ଜୋର ସେ ଟିକେ। ସାମସନ୍ ଶୋଇ ପଡିଲା, ପୁରା ଶୋଇଲା ତ ଆଉ କେବେ ଉଠିଲା କି? 2 ଘଣ୍ଟା ପାଇଁ ଉଠିଲା? ଟିକେ ପଡୋଶୀ ଲୋକ ହାତ ଧରନ୍ତୁ, ଏଇ ଜଲ୍ଦି ଜଲ୍ଦି କରନ୍ତୁ, ହାତ ଧରନ୍ତୁ, ଟିକେ ହଲାନ୍ତୁ ପ୍ରେମରେ। ହଁ ରିସାରେ ନାହିଁ, ଏଇଟା ସୁବିଧା ବୋଲି ଧୀରେ ଟିକେ ହଲାନ୍ତୁ, କୁହନ୍ତୁ ଆଜ୍ଞା ଶୁଣୁଛ ତ? ହଁ ଭୁଲରେ ବି ଏମିତି କରନ୍ତୁ। କଣଟା ଯେ ଛୁଆଁ ଛୁଇଁ ଲେ ତୁ ବୋଲି କୁହ। ହାଲେଲୁୟା। ବିଲକୁଲ ଛୁଇଁବେ ନାହିଁ। ସେମାନେ ଆସିବେ ମିଶିବା ପାଇଁ, ସେମାନେ ତ ଅପେକ୍ଷାରେ ଥାନ୍ତି ଜାଲରେ ପକେଇବା ପାଇଁ ମାଛ ପଡୁ ବୋଲି। ନା, ଆପଣ ମାନେ ପଡନ୍ତୁ ନାହିଁ ଜାଲରେ। ମୁଁ ଭୟଙ୍କୁ କହୁଛି, ପ୍ରେଜ୍ ଦ ଲର୍ଡ। ଛୁଇଁବେ ତ ଜାଲରେ ଶିକାର ଆପଣ ହେବେ, ଆଉ ଉଠିବା ବଡ କଷ୍ଟ। ଉଠି ପାରିବେ ନାହିଁ, ସେଇଠୁ ଆରମ୍ଭ ହେଇଯାଏ ଆଉ ତାର ଶେଷ କେଉଁଠି ହୁଏ ଆପଣ ମାନେ ମା ବାପା ମାନଙ୍କୁ ଟିକେ ପଚାରି ନେବେ ଏକାନ୍ତରେ। 2 ଜଣ ମିଶିଲା ବେଳକୁ ପଚାରିବେ ନାହିଁ, ସେମାନେ ମତେ ଗୋଟେ ପୋଲାଇଟ୍ ଆନ୍ସର ଦେବେ, ଏକଲା ପଚାରିବେ। ପ୍ରେଜ୍ ଦ ଲର୍ଡ। ହଁ ହାଲେଲୁୟା। ପ୍ରଥମ ବିଷୟ ଗୋଟେ ପୁଅ ଗୋଟେ ଝିଅ ପ୍ରତି କିପରି ବ୍ୟବହାର ଦେବା ଉଚିତ ୟୁଥ୍ ଟାଇମରେ, ସ୍ପେଶାଲି ୟୁଥ୍ ଟାଇମରେ। ଆଉ 50 ପାର ହେଲା ବୋଲି ମୁଁ ବୁଢା ବୋଲି ଭୁଲରେ ଭାବ ନାହିଁ। ନା, ସେମାନେ ଅସଲି ୟୁଥ୍। ଆଉ ମୁଁ ରିସେଣ୍ଟଲି ଦେଖୁଥିଲି, ଆପଣ ମାନେ ମଧ୍ୟ ଦେଖିଥିବେ, ମୁଁ ତାଙ୍କୁ ଜାଣି ନାହିଁ, ସେମାନେ ଇଣ୍ଡିଆର ବଡ଼ ବଡ଼ ପଦାଧିକାରୀ ଅଟନ୍ତି। 65 ବର୍ଷ, ଯଦି ଆପଣ ନ୍ୟୁଜ ଦେଖିଥିବେ ଜାଣିଥିବେ 65 ଏଜ୍ ତାଙ୍କର, ଜାଣନ୍ତି? ସେ ଜଣକୁ ନେଲେ 40 45, ମାନେ ଭାବନ୍ତୁ ସେ ବୁଢା କି
ନା ସେଟା ମଣ୍ଡଳୀରେ ମଧ୍ୟ ଅଭାବ ନାହିଁ, ଆମ ସମାଜରେ ମଧ୍ୟ ଅଭାବ ନାହାନ୍ତି। ତେଣୁ ସାବଧାନ, ପୁରୁଷ ପକ୍ଷରେ ବୋଲି ଲେଖାଗଲା, ମାନେ ଅଲ୍ ମ୍ୟାନ୍, ସବୁ ଯେତେ ଭାଇମାନେ ଅଛନ୍ତି ଛୋଟରୁ ବଡ଼ ସମସ୍ତେ ଝିଅମାନଙ୍କୁ ଛୁଇଁବେ ନାହିଁ। ଆପଣମାନେ ମଧ୍ୟ ହଁ ଭାଇନା ଭାଇନା ଚୁପ୍, ଭାଇନା ନାହିଁ କିଛି ନାହିଁ, ଚୁପ୍, ଏସବୁ ଷ୍ଟପ୍, ଛୁଇଁବେ ନାହିଁ, ଜମା ନାହିଁ। ଆପଣ ମାନଙ୍କର ପବିତ୍ରତାକୁ ସହଜରେ ବରବାଦ କରନ୍ତୁ ନାହିଁ ଭଉଣୀ ମାନେ, ଜମା ନାହିଁ। ଜାଣନ୍ତି, ମନେ ରଖନ୍ତୁ, ଅନନୋନ୍ ନମ୍ବରରୁ କଲ୍ ଆସିବ, ପକ୍କା ଆସିବ। ଆଜି ଆସିବ ନାହିଁ ତ କାଲିକା ଆସିବ, କାଲିକି ନାହିଁ, ମାସେ ପରେ, ମାସ ନାହିଁ, ବର୍ଷେ ପରେ ଆସିବ। ମନେ ରଖିଥିବେ, ମନେ ରଖିଥିବେ, କଲ୍ ଆସିବ। କଲ୍ ଆସିଲା ବେଳେ ହଁ ହ୍ୟାଲୋ କୁହ, ନାଇଁ ଷ୍ଟପ୍, ଏସବୁ ଡ୍ରାମା ଚଳିବ ନାହିଁ। ଆପଣ ଜାଣିନାହାନ୍ତି ତାଙ୍କୁ ତ ରକ୍ ଠକ୍ କଥା ଫିନିଶ କରିବେ, ନହେଲେ ହଁ ହ୍ୟାଲୋ, ହଁ ଆପଣ କିଏ, ଜାଣିନି, ସରି, ବାବାଙ୍କୁ ଦଉଛି, ଦେଇଦିଅ ବାବାଙ୍କୁ। ସେ ବାବାକୁ ଲାଇନ୍ ମାରୁଥିବ, ଯେତେ ମାରିବା କଥା ମାରୁଥିବ। ବୁଝନ୍ତୁ, ହବା କାହିଁକି ହସିଲା ମତେ କହିଲ? ଜାଣିଥିଲା କି ସେ ସାପକୁ ଜାଣିଥିଲା କି କାହିଁକି କଥା ହେଲା, କାହିଁକି ଟାଇମ୍ ସ୍ପେଣ୍ଡ କଲା? କହିଲା ନାହିଁ କାହିଁକି? ଆଦମ ଭାଇନା ନାହାନ୍ତି, ମୋର ପ୍ରଭୁ ନାହାନ୍ତି, ମୋ ସ୍ୱାମୀ ନାହାନ୍ତି, ମୁଁ ଫୁଲମାଳ ଦେଇ ଦେଇଥିଲି ଯେ ଏବେ ରଖିବାକୁ ଯାଇଛନ୍ତି, କାହିଁକି କହିଲା ନାହିଁ? ଫସିଲା। ଯେତେ ଦୂର ସମ୍ଭବ ସେମାନଙ୍କୁ ଏଲାଉ କରନ୍ତୁ ନାହିଁ ଆପଣଙ୍କ ସହିତ ଟାଇମ୍ ସ୍ପେଣ୍ଡ କରିବା ପାଇଁ। ଦୁଇ ଜଣ ଯାଙ୍କୁ ଆପ୍ଲିକେବଲ ଏଟା, ଫସିଯିବେ। ଆଉ ଜାଣନ୍ତି, ନୂଆ ନୂଆ ବଢିଆ ଗୁଲାବ ଜାମୁନ ଜିଲାପି ଖାଇଲା ପରେ ଲାଗୁଛି, ଲାଗିବ, ବିକଜ ଶରୀର ସେମିତି ଲାଗିବ। ଆତ୍ମାକୁ ପଚାରିବେ, ଉଲ୍ଟା, ଜମା ଭଲ ଲାଗୁନାହିଁ ଆତ୍ମାକୁ। ଆଉ ମନେ ରଖନ୍ତୁ, ଆମେ ଶରୀର ନହୁ, ଆମେ ଆତ୍ମା ଅଟୁ। ଯୀଶୁଙ୍କ ସମ୍ବନ୍ଧରେ ଲେଖାଗଲା, ଯୀଶୁଙ୍କ ନିମନ୍ତେ ଶରୀର ପ୍ରସ୍ତୁତ କରାଗଲା। ଆମ ପାଇଁ ମଧ୍ୟ ଶରୀର ପ୍ରସ୍ତୁତ କରାଇ ଆମକୁ ଦିଆଯାଇଛି। ଏ ଶରୀର ମାଟିରେ ମିଶିଯିବ, ଆତ୍ମା ପଳେଇବ। ଆତ୍ମା ଯିବ ତ ଯିବ ଯେ କେଉଁଠାକୁ ଯିବ, ସାବଧାନ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଜମା ଛୁଇଁବେ ନାହିଁ, କୁହନ୍ତୁ, ଜମା ଛୁଇଁବେ ନାହିଁ। ଆମେନ୍। କାହାକୁ କହିଲ? ପଡ଼ିଶାକୁ କହିଲ ନା ନିଜେ ନିଜେ କହିଲ? ପୁରା ମନେ ରଖିବେ, ମୁଁ ଶେଷରେ ପଚାରିବି। ନମ୍ବର 2, ନିକଟକୁ ଯିବେ ନାହିଁ। କାହାର? ଏକ ପୁଅ, ଏକ ଝିଅ ପାଖ, ଆଉ ଗୋଟେ ଝିଅ ପୁଅ ପାଖକୁ ଯିବେ ନାହିଁ କେବେ ନା। ଭୁଲରେ ମଧ୍ୟ ପାଖକୁ ଯିବେ ନାହିଁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଦାଉଦଙ୍କର ପୁଅ ଅମ୍ନୋନ, ଦାଉଦଙ୍କର ଝିଅ ତାମର। ଅଦ୍ଭୁତ ଷ୍ଟୋରୀ, ଶୁଣନ୍ତୁ, ବହୁତ ଧ୍ୟାନରେ ଶୁଣନ୍ତୁ। ଏ ଅମ୍ନୋନ ପାଗଳ ହେଇଯାଇଛି ତାମରକୁ ଦେଖି। ତାମର ବହୁତ ରୂପବତୀ, ବହୁତ ସୁନ୍ଦରୀ। ତାକୁ ଦେଖି ଏ ଅମ୍ନୋନ ମହାଶୟ ମାନେ ହଲ୍ ଅଛି, ହଲ୍। हेलो हेलो ହାଲେଲୁୟା। हेलो हेलो କୋଉଟା ହେଲେ ଗୋଟେ ଫାଇନାଲ କର, ମାଇକ୍ ରେ କହିବି ନା ଅନ୍ତି ଫୁଟା ସୁଖେଇ ହେବି, କୋଉଟା ଗୋଟେ କୁହ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ହାଲେଲୁୟା। ହେଲା କି? ହଲ୍ ଅଛି, ହଲ୍। ହେଲା। এই তামরକୁ ଦେଖି ତା ଭାଇନା ବଡ଼ ପାଗଳ। ଦ୍ୱିତୀୟ ସାମୁଏଲ 13 କଥା କହୁଛି, ପଢ ନାହିଁ, ତାହା ପଢା ଯାଇ ପାରିବ ନାହିଁ ସାମୂହିକ ଭାବେ। ନିଜେ ଯାଇକି ଘରକୁ ପଢିବେ ଆଉ ବହୁତ ସାବଧାନ ହେବେ। ଏତେ ପାଗଳ ତାକୁ ଅନେଇ। ତ
ତାର ସାଙ୍ଗ ଆସିଲା, ଏ ବାବୁର ସାଙ୍ଗ। କଣ ହେଲା ରେ, ତୋର ଦେହ ଭଲ ନାହିଁ କି, ମନ ଉଣା କରୁଛୁ କି, ଖିଆ ପିଆ କରୁନୁ କି, କଣ ତୋର ଏମିତି ହେଇଛି, ତୋ ଅବସ୍ଥା ଦେଖା ଯାଉଛୁ। ସେ କହିଲା ନାଇଁ ଭାଇନା, ତାକୁ ଦେଖିଲେ କେମିତି ହେଇଯାଉଛି, ମୁଁ ବାୟା ବାୟା ପାଗଳ ପାଗଳ ହେଇଗଲେଣି ଭାଇନା, କଣ ଟିକେ କର ଭାଇନା। କଣ କରିବ, ଗୋଟେ ଆଇଡିଆ ଦଉଛି ଶୁଣେ କହିଲା। କିଏ କିଏ ଦେଖ ଶୁଣୁନ, କିଏ କାର ସାଙ୍ଗ, ଅମନର ସାଙ୍ଗ ଆଇଡିଆ ଦେଲା। ଜାଣନ୍ତି କଣ ଆଇଡିଆ ଦେଲା? ଦେହ ଭଲ ନାହିଁ ବୋଲି ଡ୍ରାମା କରେ। কি আইডিয়া? দেহ ভাল নাই, তু খটরে কা শোইকি থা। হেলে তারপরে কোন করিবে না, দেহ ভাল নাই বলে শোইছিলে তো হব নাই, করিବାକୁ পড়িব। তু শোউনু দেহ ভাল নাই বলে, হল আছে, হল আছে। हालेलुया। एक्टिंग करे तोर देह खराब से एक्टिंग मधु सिखे, ये एक्टिंग मधु हेले भाई ना सब कुछ डन हे गला। एबे कोन ज्वर हेले अमुक लोकर खाइबा टिके मिलिले भल लागिबो, एंती को हेले कार खाना दरकार कोबे काम देखो जो बुद्धि ज्वर ना बेमार ना किछ ना भूल लेते होटल सहित बापा जो बोला ज्वर ओ मो गेला रे ज्वर ही बोल रे तते को बाबा हेले कोन करबा एपुलु एपुलु बोल लागे कमला ना आंबो तोना कोन आंबो शीघ्र शीघ्र Boris, right? Boris, Rahul. Boris भाई करो आंबो आज जे खाई थी से धन्य माइक बिना प्रचार करो। तो ये कहले फल मूल आने की, मिठा आने की, चॉकलेट आने की, कौन है वो कौन? पापा, चामर और मिठा बस सुपर ये हमर बुझी होरे ठीक कइले बापा मते नमस्कार बापा मते खबर पठागला कागो कामर को हो मोर हेना दो मन लगी कोळे बुझी से देखो बुझी ताकू मते माटी बापू आसिला काप नहीं कासला कि नाही जणे एटा जो प्रमाण तुमको देखिला परे सुनो तो ध्यान से सुनो बहुत इंपोर्टेंट आपन को गोटे पुओ देखुची आपण झियो अटंती आपण पुओ गोटे झियो देखुची देखिबार ना कि जानि हबो तार नजर पछले हार्ट रो इंटेंशन हो एटा दया कर बुझी प्रेज द लॉर्ड आपण को जने अनौची तार अनेका पछले बहुत किछि विषय था आ ए कामरटा रूपवती ए रूपवती स्त्री झियो को ता भाईना अनौची अनेक बार ये जानि पारला ना कि ता सोड लागछ लेखा अछि से काम शब्द माने पूरा पागल ता शरीर का तो से भल रानी थिबो कि तामर को नाही एठी अनेक छ पड़वा दे जाउ सुन अनेक छ एठी फस जाउ सुन लाइफ नष्ट कर दउ एनो प्रथम जो साक्षात होछि फर्स्ट लुक फर्स्ट अपीयरेंस प्रथम रिएक्शन रे ही आपण जानि जबा को पड़ो सिको और जबा को किपरि ए भगवान को साप केमिति डाकला अमित पास्टर कोन सत्य ना फर्स्ट वर्ड आगो हां सेटा हां आगो अच्छा ये कहबार थिले कि नहीं की गो के तू कहबार थिले कि नहीं जानो किछ कहला कि एटा विपद रश्मिदा कोन आज फोन करी आगो तो कहबे नहीं कोन देबे हेलो सुनी था सीखी था आज हवा दा भलो से आगो बोली कहबो नहीं
कि हालो हां हां अब तो बहुत बढ़िया दिसु नहीं कि तो लाइन मारे ये कहबे नहीं एसो बेले माने शिखि थाओ सहजरे पसि जाउछन्ती झियो माने एठी आ एमाने पारंग मटन पकेबारे वाह वाह सावधान जाउछि तो प्रथम लाइन रे जदि होबा कहि थांदा तुई के तोर गाँ कौन तोर सहित मोर की संपर्क मोर बापा को डाकिबी कि मोर भाईना को देखिछु तो असारे डी तार छाती देखो गुटे पानी पीबू कोइबार थिला कि नाही कोइ नाही फर्स्ट वर्ड रे रिएक्शन देबा सिखंतु एटी आउ गुटे कथा कहूची ध्यान देबो झियो मान किछि राउडी राठोड माने थिबे झियो मान ध्यान दे सुनो ए राउडी एक्शन पछरे बहुत प्रेम थाए बुझो एटा तमे जे भाबी दछो मुदा दिल्ली लो आजी एटा प्रेम होई जेछि बुझो सत्य कथा कहूची बहुत एग्जांपल मो पाठ अछि मु प्योर यूथ मिनिस्ट्री करे आ बुढाई जगह जाउची बुढाई मेल्स आसी कॉल आसी बुझी जाओ जदी अछंती सिखि जाओ बाहर जाओ से हालेलुया हालेलुया तमको जने मन कर कोन गुडे कहिला ओके किछि गुडे कमेंट पास कर मते कोंतु ताको रेस्पॉन्स करबा जरूरी कि तुनी बड होई जाओ ताको देखो नै एलो असुविधा कोन होची हमर पिला माने बेले बोले टिके कोन करे जा ठीक है ओवर स्मार्ट बिहेव करो ताको सेफ्टी के पसी जीवो हां कुछ बने को तमे ख्रिस्टन करो जियो तमर नजर ख्रिस्टन को करे तो बड़ी बात है तो हालेलुया 38 version of this ଅର୍ଥଦିନି ପଡ଼ 13 ମାତ୍ର ମୋ ବଧିର ଲୋକ ପରି ଶୁଣ ନାହିଁ ଭଉଣୀ ମୋ ମୁଖ ନ ଫିଟାଇବା ଗୁଙ୍ଗା ଲୋକ ତୁଲ୍ୟ ହୁଏ ସୋଲା ପରେ ପଡ଼ମା ଆହୁରି ଯେ ଆଉ ଟିକେ ସୋଲା ମାତ୍ର ମୁଁ ପୁରା ଟାଇମ୍ ପଡ଼ो ନା ମାତ୍ର ଗାଳି କରୁଛୁ ବୋଲି ପଡ଼ो ମାତ୍ର ମୁଁ ବଧିର ଲୋକ ପରି ଶୁଣୁ ନାହିଁ ପୁଣି ମୁଁ ମୁଖ ନ ଫିଟେଇବା ଗୁଙ୍ଗା ଲୋକ ତୁଲ୍ୟ ହୁଏ ହେଲେ ବୋତେ କୋ ଆର କାନ ଅଛି ନା ନାହିଁ ଏ ପଦରେ ଆଜ୍ଞା ହେଲେ ଶୁଣୁଛୁ କି ନାଇଁ କାନ ଥାଉ ନ ଶୁଣିଲା ଲୋକ ପ୍ରେଜ୍ ଦ ଲର୍ଡ ବାବୁ ହେଲେ ମାତ୍ର ନ ଶୁଣା ଶୁଣି କହି ଦିଅ हाथ धरी को कान थाउ गुई सफा करे भल रे शुभु किंतु कालापुरी रो कहतु आमेन बोले यस बहुत जरूरी बहुत बहुत जरूरी दुनिया लोक दुनिया कथा कहबे आपण जदि से सब कानेबे एटा बहुत कथा एक्सप्लेन करा जाय परिबो किंतु मु यूथ भीतर ही रहउची बहुत कथा कहबे बहुत कथा कहबे आपण निश्चिंत रुहंतु कान नथिला लोक परि रुहंतु प्रेज द लॉर्ड के हालो हालेलुया 119 रो पढंतु 37 37 119 37 असार दर्शन मोर चक्षु फेराओ माने जहा जहा बेकार विषय अटे से सब न देखिबा पाई मते सहाय्य करो एबे प्रश्न उठिबो आज्ञा से तो एते सुंदर आज्ञा मु केमती न देखि रहिबी बुझा पडुची प्रेज द लॉर्ड एते सुंदर जे ताकू जदी देखिबू मते टिक उत्तर दे पवित्र जीवन रे केबे ही पारिबू हां सफलता केबे पाई पारिबू परमेश्वर को संतुष्ट करि पारिबू वाक्य दे तो अनुमोदन करूछु देखुता बोली मन रखंतु देखिबे तो फसिबे प्लीज मन रखिबे कथा गुडा को कोन कहले मु देखिबे तो फसिबे जोर से हां ए होबा फसला काहे की देखिला कोन नहीं फल देखिबो फसिबो लोटो काहे की फसिला
ଏବେ ଲଟର ସ୍ତ୍ରୀ ବୋଲି ଭାବୁଛ ନା? ନାଇଁ, ବେଶୀ ବାଇବଲ ପଢୁଛ ସେଥିପାଇଁ। ଲଟ କାହିଁକି ଫସିଲା? ଏ ତ କୁହନ୍ତୁ, ଉତ୍ତର ଅଛି, ସେଇଠି ହିଁ ଅଛି। ଶୀଘ୍ର ଅବ୍ରାମ କହିଲେ, ବାବୁ ତୁ କୋଉ ଜାଗା ବାଛିବୁ? ଲଟ ଦେଖିଲା, ହଁ ସେଇଟା ପରସା ଗାଁଙ୍କର ଆମ୍ବ ବାଡି, ବଢିଆ ହେଇଛି ବୋଲଛି। ମୁଁ ଯିବି ଆଗକୁ, ସମୟ ଯଦି ଅନୁମତି ଦେବ। ଦେଖିବ ତ ଫସିବ। ଗିହେଜି କାହିଁକି ଫସିଲା? ଦେଖିଲା, କଣ ଦେଖିଲା? ସୁନ୍ଦର କପଡା ବସ୍ତ୍ର ଦେଖିଲା, ଫସିଲା। ପ୍ରେଜ୍ ଦ ଲର୍ଡ। ଦେଖନ୍ତୁ ନାହିଁ, କିଛି ଦରକାର ନାହିଁ, କିଛି ଦରକାର ନାହିଁ। ହେଲେ ଆପଣ କହିବେ, ଆଜ୍ଞା ଆଖି କେମିତି କରିବ? ଆଜ୍ଞା ଆଖି ସେମିତି ଏକା କରନ୍ତୁ, ତାର କିଛି ଉତ୍ତର ନାହିଁ। ଆପଣଙ୍କର ଲକ୍ଷ୍ୟ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବାର ଅଛି, ତ ଲାଇନ ମାରି ବୁଲୁଥିଲେ କୁଆଡେ ସନ୍ତୁଷ୍ଟ କରିବେ? କୁଆଡେ କରିବେ? ଆପଣଙ୍କୁ ନରକରେ ଯେ ଜଳି ପଡି ମରିବାର ଅଛି କି? ନାଇଁ ତ ଦେଖ ନାହିଁ, ଦେଖିବ ତ ଶେଷ ଦଶା ନରକ ହବ। ମନେ ରଖ। ଏ ସାମସନ କେମିତି ଫସିଲା? ଦେଖିଲା, ସବୁ ଲେଖା ଅଛି, ମୁଁ ପଢେଇ ପାରୁ ନାହିଁ। ଦେଖିଲା, ତାପରେ ଗଲା ତା ପାଖକୁ। ଦାଉଦ କେମିତି ଫସିଲା? ଦେଖିଲା, ତାପରେ ଗଲା, ଫସେଇଲା। ବଡ ବିପଦ ଦେଖିବାଟା। ଦେଖ ନାହିଁ, କିଛି ଆବଶ୍ୟକ ନାହିଁ। ବେଶୀ ଦେଖିବାକୁ ଇଚ୍ଛା, ବାଇବଲ ଦେଖିଥାଉନ, ଅସୁବିଧା କି ବାଇବଲ ଦେଖିଲେ? ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପ୍ରଥମ କଥା ମୁଁ କହିଲି, ଡୋଣ୍ଟ ଟଚ୍। ଆଜିଠୁ ନିର୍ଣ୍ଣୟ ନିଅନ୍ତୁ, ନିଷ୍ପତ୍ତି ନିଅନ୍ତୁ, ମୁଁ ଛୁଇଁବି ନାହିଁ, ଜମା ଛୁଇଁବି ନାହିଁ। ଆଉ ଶୁଣନ୍ତୁ, ବହୁତ ଗୁରୁତ୍ୱପୂର୍ଣ୍ଣ କଥା କହୁଛି ମୁଁ, ଆପଣମାନଙ୍କୁ ଭଲ ଲାଗିବ ନାହିଁ ଜାଣି ନାହିଁ। ଯଦି ଆପଣଙ୍କର ଝିଅ 10 ବର୍ଷ ପାର ହେଇଯାଇଛି, ତେବେ ଆପଣଙ୍କ ରିଲେଟିଭ ମନେକର ଆସୁଛନ୍ତି ଘରକୁ, ତ ହଗ୍ କରିବା ପାଇଁ ଛାଡ଼ନ୍ତୁ ନାହିଁ। ବୁଝନ୍ତୁ ୟାକୁ, କିଛି ଦରକାର ନାହିଁ। ସେ ଗାଲ ଧରୁ, ଗାଲରେ କିସ୍ କରୁ, ନ କାଖେଇଲେ ବହୁତ ଭଲ, କିଛି ଦରକାର ନାହିଁ। ଯୁଗ ଏବେ ଆମେ 80s 70s ରେ ବଞ୍ଚୁନାହୁଁ। 2000 ପାର ହେଇକରି 25 ପାର ହେଇଗଲାଣି। ବାକି ତକ ଆପଣ ମାନେ ଜ୍ଞାନୀ ମାନେ ବୁଝନ୍ତୁ, ତହିଁଠାରୁ ଦୂରେଇ ରଖନ୍ତୁ, ସେଥିରେ ଆପଣଙ୍କର ମଙ୍ଗଳ। ହାଲେଲୁୟା। ପ୍ରଥମ ବିଷୟ କଣ? ଛୁଇଁବେ ନାହିଁ। ଦ୍ୱିତୀୟ ବିଷୟ, ନିକଟକୁ ଯିବେ ନାହିଁ। ତେବେ ଏଇ ତାମର ଜଣକ ଗଲା, କଣ କରିବାକୁ ଗଲା? କିଏ ତୁ କୁହନ୍ତୁ, ଉତ୍ତର କହିଛି ମୁଁ। ହଁ, ଭାଇଙ୍କୁ ପିଠା ବନେଇବାକୁ ଗଲା। ଆଚ୍ଛା, ପିଠା ବନେଇଲା, ପିଠା ବନେଇକି ଦେଇକି ପଳେଇ ଆସିବା କଥା କି ନାହିଁ? ରାଜା ଘରେ ଚାକରର ଅଭାବ କି? ଚାକରକୁ ଡାକି ଦେଇଦେବା କଥା କି ନାହିଁ? କରି ନାହିଁ। ପିଠା ବନେଇଲା, ଖାଇଲା ପରେ ତା ଭାଇକୁ ନେଇକି ଦେଲା ପରେ ତା ଭାଇର ବୁଦ୍ଧିକୁ ରିଡ୍ କରିପାରିଲା ନାହିଁ। ତୋତେ ପିଠା ଦରକାର, କାହାକୁ ପିଠା ଦରକାର ଅଛନ୍ତି କି ନାହିଁ ବୋଲି ମୁଁ ପଚାରୁଛି। କାହାକୁ ପିଠା ଦରକାର? ହଁ, ଅମନକୁ ପିଠା ଦରକାର। ତୋତେ ପିଠା ମିଳିଲା, ଖାଇଲୁ ନାହିଁ। ଏଥର କଣ କହୁଛି ଜାଣିଛ? ମତେ ଖୁଆଇ ଦେ ବୋଲଛି। ଭାବ, ମାନିବା ନାଇଁ, ତୋର ହାତ କେତେ ବଢିଆ, ତୁ ମତେ ଖୁଆଇ ଦେଲେ ମତେ ହାଇ ଲାଗିବ ବୋଲଛି। ଚାପଡା ଗୋଟେ ଦେଲେ ସିନା ହାଇ ଲାଗିବ। ଏମିତି ଲେଖା ହେଇଛି, ପଢନ୍ତୁ। ବାବୁ ତୋତେ ଦେଖିଦେଲେ ତୁ ଜାଣିଯିବା କଥା ଥିଲା, ତୋ ହାତରୁ ଏବେ ସେ ଖାଇବି କହୁଛି, ତୁ ଖୁଆଇ ମଧ୍ୟ ଦେଉଛୁ। ଦେଖ, ଆଉ ବଡ ଇଣ୍ଟରେଷ୍ଟିଂ କଥା, ଯେତେ ଘରେ ତମେ ଅଛ ସମସ୍ତେ ଯାଉ ବୋଲି ତା ଆଖି ଆଗରେ ପଠେଇଲା ସମସ୍ତଙ୍କୁ। ଏତିକି କମନ ସେନ୍ସ ନାହିଁ କି ତାମରକୁ? ଆରେ ସମସ୍ତଙ୍କୁ କାହିଁକି ପଠଉଛି ସେ? ଆଉ ମତେ ଆଉ ଗୋଟେ କଥା, ଖାଇବା ଆମେ କେଉଁଠି ଖାଇଥାଉ? ବେଡରୁମ ରେ, ୱାଶରୁମ ରେ? ଉତ୍ତର, ଡାଇନିଂ ରୁମ ରେ। ଏ ମଣିଷ କଣ କହିଲା ଜାଣନ୍ତି? ହଁ, ବେଡରୁମ କୁ ଖାଇବାଟା। ତୁ କେମିତି ପଳେଇବୁ ବେଡରୁମ କୁ? ବୁଝା ପଡୁଛି? ଅର୍ଥାତ୍ କିଛି ଝିଅ ମାନେ ମଧ୍ୟ ନିଜକୁ ଭାରି ଭଲ ବୋଲି ବାହାରକୁ ଦେଖାନ୍ତି, ଭିତରେ ସେମାନେ ମଧ୍ୟ ମନେ ମନେ ଗୁଡ଼ ଖାଉଥାନ୍ତି।
ସୁଯୋଗ ମିଳୁ ମିଳୁ ଫସି ଯାଆନ୍ତି। ସାବଧାନ, ବହୁତ ସାବଧାନ। ଏଠି ତାମରର ମୂର୍ଖତା, ତାମରର ଇମ୍ୟାଚୁରିଟି, ତାର ଶରୀର, ତାର ଜୀବନ, ତାର ଭବିଷ୍ୟତକୁ ଭ୍ରଷ୍ଟ କରିଦେଲା। ନିକଟକୁ ଯାଉ ନାହିଁ, କେବେ ଯିବ ନାହିଁ, ନା ଭୁଲରେ ବି ନାହିଁ, ନିଷ୍ପତ୍ତି ନେବ। ଆଚ୍ଛା, ହେଲେ ନିକଟକୁ ଯାଉନା ବୋଲେ ଯାହା ହଉ ତାଙ୍କର ଘର ତ ଟିକା ବାଲି, ଆମର ତ ଅମକ ବାଲି, ଗରା ବାଲି, ଆମେ କୁଆଡେ ନିକଟକୁ ଯିବୁ? ଯାହା ହଉ ଏ ବାକ୍ୟ ମତେ ନାହିଁ। ନିକଟକୁ ଗାଁ ଦୂର ଥିଲେ ଯାଇ ହେବ ନାହିଁ ତାହା କଣ ନାହିଁ, ମୋବାଇଲରେ ବେଶୀ ନିକଟକୁ ଯାଇ ହୁଏ। ସାବଧାନ, ବୁଝା ପଡୁଛି? ମୋବାଇଲରେ ମଧ୍ୟ ନାହିଁ, ନିକଟକୁ ଯିବେ ନାହିଁ। ଅର୍ଥାତ୍ ସେଇ ଦଳ ଠାରୁ ନିଜକୁ ସମ୍ପୂର୍ଣ୍ଣ ପୃଥକ ରଖିବେ। ସେବେ ନାହିଁ। ସାମସନଙ୍କ ବିଷୟରେ ଲେଖାଯାଏ, ଗୋଟିଏ ତ ରାତି ତ ନାହିଁ, କିଛି ଘଣ୍ଟାରେ କେତୋଟି ବିଲୁଆକୁ ସେ ଧରିଲେ? 300 ବିଲୁଆ। କେତେ ହଳ କରିଲେ ତାକୁ? ତମେ କହିଲ କି? ତମେ କାହିଁ କହିଲ? ହଉ, 150ଟା ହଳ। କି ହଳ? ବିଲୁଆ ହଳ। ଆଚ୍ଛା, ବିଲୁଆକୁ ସହଜରେ ଧରି ହବ? କୁକୁଡ଼ା ଧର ବୋଲେ ବୁଲି ବୁଲି ହାଲିଆ ହେଇଯିବା। ଇଏ କାହାକୁ ଧରିଛି? ବିଲୁଆ। ଆଉ କେତେଟା ବିଲୁଆ? 150 × 2, ମାନେ ଗୋଟେ ବିଲୁଆକୁ ଆଉ ଗୋଟେ ବିଲୁଆ ସହିତ ତାର ଲାଞ୍ଜକୁ ୟାର ଲାଞ୍ଜକୁ ବାନ୍ଧିଛି। ସହଜ କି? ଟିକେ ଚିନ୍ତା କରିବା ଦରକାର। ମୁଁ ଭାବୁଥିଲି ମୋର ଜିଓ ଫିଓ ଟାୱାର କିଛି ଧରିଲା ନାହିଁ। ବିଲୁଆର ଲାଞ୍ଜ ଧରି ହେବ କି ଆଜ୍ଞା? ସହଜ କି? 300 ବିଲୁଆ ଧରିଛି, ଆଉ ଯୋଡ଼ା କରି ବାନ୍ଧିଛି, ଦିହୁଡ଼ି ଲଗେଇଛି, ନେଇକି ଛାଡ଼ିଛି। ଆଚ୍ଛା ମତେ କୁହନ୍ତୁ, ବିଲୁଆକୁ ଚାରେ ବାବା ଚାଲେ ବୋଲେ ଯିବ କି ବିଲୁଆ? ଏରା ଷ୍ଟଡି କରିବେ, ବାଇବଲ ଟିକେ ପଢିଲା ପରେ ପଢନ୍ତୁ। 300 ବିଲୁଆ ଧରିଲା ହେଲା, ତାପରେ ମରିଗଲା, ସରିଲା, ମୁଇଁ ମରଲି। ଏମିତି ପଢା ଯାଏ ନାହିଁ। ମାନେ ଭିତରେ ସିଙ୍କ ହେଇଯିବା ଦରକାର। ଧ୍ୟାନ, ମନ, ପ୍ରାଣ, ଗୁର୍ଦା, ଫେପଡା, ଅନ୍ତି, ପୁଟା ସବୁ ଭିତରେ ପଶି ଯିବାର ଅଛି ବାଇବଲ ପଢିଲା ବେଳକୁ। ପ୍ରେଜ ଦ ଲର୍ଡ, ହାଲେଲୁୟା। ଗୋଟେ ରାତିରେ ଶହ ବିଲୁଆ ନେଇକି ଲଗେଇ ଦେଇଛି, ନିଆ ଯା ମର ଏଥର ତମେ। ଆଚ୍ଛା, 1000 ଲୋକଙ୍କୁ ପଦା କେମିତି କରିଲା? ଗୋଧ ଥମୁଣି, କେତୁରା ଥମୁଣି? ତାଳି ହୋ ଟିକେ ସାମସନ ପାଇଁ, ପାପ ଟିକେ ଖୁସି ହଉ ସେ। ଏ ପ୍ରଭୁ, ସାମସନ କେ ନାହାନ୍ତି କି? ସେଥିପାଇଁ ତାଳି ହେଇନାହିଁ ବୋଧେ। ହଉ, କିଛି କଥା ନାହିଁ। ଗୋଟିଏ ଗୋଧର ଥମୁଣିରେ କେତେ ଲୋକ ମାରିଲା? ଭାବନ୍ତୁ, ଭାବିବା ଦରକାର। ମାନେ ତାର ବଳ କେମିତି ଦେଖନ୍ତୁ। ତେବେ ମୁଁ କଣ କହିବା ପାଇଁ ଯାଉଛି, ଏତେ ଶକ୍ତିଶାଳୀ, ଏତେ ବଳବାନ, ଗୋଟିଏ ଦିନରେ 1000 ଲୋକକୁ ଜଣେ ମାରି ପାରୁଛି। ତାର ବଳ ଗଲା କୁଆଡେ? କୋଉଠି ତାର ଡିଫଲ୍ଟ ଆରମ୍ଭ ହେଲା? ପତନ କୋଉଠି ଆରମ୍ଭ ହେଲା? ଯେ ତାକୁ ଧରୁଛନ୍ତି, ଆଖି ଉପାଡ଼ି ଦଉଛନ୍ତି। କ୍ୟାନ୍ ୟୁ ଇମାଜିନ୍ ଇଟ୍? ଗୋଟେ ମୁଥ ବାଜିବ ଏଠି ବୋଲେ ସିଧା ଯାଇ ବ୍ରହ୍ମପୁରରେ ପଡିବ, ସେମିତି ମୁଥ ତାର। ସେ ମଣିଷକୁ ଏବେ ଧରି ପକେଇଛନ୍ତି, ଆଖି ମଧ୍ୟ ଉପାଡ଼ି ଦଉଛନ୍ତି, ଆଉ ସେ କିଛି କରିପାରୁନି। ୱାଇ? କାହିଁକି? ବୁଝିପାରିଲେ? ଦେଖିଲା ଫସିଲା। ସାବଧାନ, ନିକଟକୁ ଗଲା ବୋଲି ମଧ୍ୟ ଲେଖା ଅଛି। ସାବଧାନ, ମାନେ ଆପଣ କେଉଁ ଆଡେ ଲ୍ୟାଣ୍ଡ କରିବେ, ୱାନ୍ସ ଉଠିଗଲା ପରେ ଫ୍ଲାଇଟରେ ଆପଣ ଜାଣିପାରିବେ ନାହିଁ। ତେଣୁ ସେଇପରି ଫ୍ଲାଇଟ ଧରନ୍ତୁ ନାହିଁ। ପ୍ରେଜ ଦ ଲର୍ଡ। ପ୍ରଥମ କଥା କଣ? ଛୁଇଁବେ ନାହିଁ। ଦ୍ୱିତୀୟ କଥା, ନିକଟକୁ ଯିବେ ନାହିଁ। ଯଦି ହବା କହିଥାନ୍ତା, ବଢିଆ ହେଇଛି ଯେ, ଥାଉ, ପାପ ହେଇଥାନ୍ତା କି? ଆପଣ ମାନେ ମଧ୍ୟ ଚାଲ ଠିକ ଅଛି, ପ୍ରେଜ ଦ ଲର୍ଡ, କିଛି କଥା ନାହିଁ ବୋଲି ପଳେଇ ଯାଆନ୍ତୁ। ଦେଖନ୍ତୁ, ବେଶୀ ଦେଖି ରୁହନ୍ତୁ ନାହିଁ। ଦେଖିକି ରହିବେ।
ବଢିଆ ବଢିଆ ଆପଣଙ୍କ ଶରୀର ସେମିତିଟା ବୁଝନ୍ତୁ ହବା ଯଦି ଦେଖିଥାନ୍ତା obviously ଭଲ ଅଛି ଭଲ ଥିଲା କି ନାହିଁ ତ ଛାଡ଼ି ଯାଇଥାନ୍ତା ସରିଲା ନିକଟକୁ ଯାଆନ୍ତୁ ନାହିଁ ଏଇଟା ବଡ଼ ପ୍ରମାଦ ଆଚ୍ଛା ଦାଉଦ ଦେଖିଲା ନିକଟକୁ ଗଲା ଫସିଲା ସାମସନ ମଧ୍ୟ ଦେଖିଲା ନିକଟକୁ ଗଲା ଫସିଲା ହବା ବି ଦେଖିଲା ନିକଟକୁ ଗଲା ଫସିଲା ଆଉ ଗିହେଜି କଥା ଦେଖନ୍ତୁ ଦୌଡ଼ି ଦୌଡ଼ି ଯାଇଛି ଆଜ୍ଞା କି ଦୁଃଖର କଥା ଦୌଡ଼ି ଦୌଡ଼ି ଯାଇଛି କେତେବେଳେ ଗଲା ଦେଖିଲା ପରେ ଲଟର ଫ୍ୟାମିଲି କାହିଁକି ବର୍ବାଦ ହେଲେ ଦେଖିଲା ଆଉ ସେଇ ଦେଶ ହିଁ ମତେ ଦରକାର ବୋଲି ଚୟନ କଲା ଦେଖିବାଟା ବଡ଼ ବିଚିତ୍ର ବିଷୟ ମୋବାଇଲରେ ଭୁଲରେ ମଧ୍ୟ ଝିଅ ଯଦି ଅଛି ଯଦି ପୁଅ ମାନଙ୍କୁ କହୁଛି ଯଦି ଝିଅର କିଛି ବିଷୟ ଅଛି ଦେଖ ନାହିଁ ମତେ ଆଶ୍ଚର୍ଯ୍ୟ ଲାଗେ ସମୟ କୁଆଡୁ ପାଉଛନ୍ତି ପିଲାମାନେ ଚାଲିଥିବ ମାନେ ଚାଲିଥିବ କଣ କି ପଇସା ଗଣଲା ପରି ଲାଗୁଛି କି କଣ କି ଚାଲିଥିବ ମାନେ ଚାଲିଥିବ ମନେ ରଖନ୍ତୁ ଆପଣ ଯାହା ଖାଇବେ ତାହାର ପ୍ରଭାବ ପଡ଼ିବ ହିଁ ପଡ଼ିବ ଆଜ୍ଞା ମେଡିସିନ ଖାଇଲେ ଜ୍ୱର ଫର ଯିବ କି ନାହିଁ ଭେରି ସିଓଚୋ ମ୍ୟାଡମ ଯିବ କି ନାହିଁ ମ୍ୟାଡମ କୁହନ୍ତୁ ମ୍ୟାଡମ ପ୍ଲିଜ କହିଦିଅନ୍ତୁ ଯିବ କି ନାହିଁ ଯିବ ପେଟ ବ୍ୟଥା ଔଷଧ ଖାଇବେ ପେଟ ବ୍ୟଥା କମିବ କି ନାହିଁ ଅଧ ଡଜନ କଦଳୀ ଖାଇବେ 4 ଘଣ୍ଟା ଯାଏ ଭୋକ ହବ କି ହେବ ନାହିଁ କୁରକୁରେ 2ଟା ଖାଇବେ ମୋଟା ହେବେ କି କିଏ ଖାଉଛନ୍ତି ଯେ ଓଡିଆ କୁରକୁରେ ଫୁରକୁରେ ବନ୍ଦ କର ପେଟେ ପେଟେ ପଖାଳ ମାଂସ ଭାତ ସବୁ ତରକାରୀ ଫରକାରୀ ଖାଅ ସୁସ୍ଥ ସବଳ ରହ ଝାଡୁ ପାଡୁ କରି ସାହାଯ୍ୟ କର କୁଆଡୁ ଏଟ କଥା ଆଣିଲ ବୋଲଛ ନା ଯାଉଛି ୱେଟ୍ କର ପ୍ରେଜ୍ ଦ ଲର୍ଡ ହାଲେଲୁୟା ଆପଣ ଯାହା ଖାଇବେ ତାର ପ୍ରଭାବ ପଡେ ଆଚ୍ଛା ଆପଣ ଯାହା ଦେଖନ୍ତି ତାର ପ୍ରଭାବ ପଡେ ନା ନାହିଁ ମନରେ ବଡ ଆକ୍ସିଡେଣ୍ଟ ଦେଖିଦେଲେ ଗୋଡ ହାତଟା ଖଣ୍ଡିଆ ହେଇଯାଇଛି ଗୋଡ ଖଣ୍ଡିଆ ହେଇଯାଇଛି କିଛି ଅସୁବିଧା ନାହିଁ ଖଣ୍ଡିଆ ହେଇଗଲା ଏମିତି କହିପାରିବା କି ଆମେ କହିହେବ ନାଇଁ ତାର କଣ କହିବେ ମନ୍ଦ ପ୍ରଭାବଟା ନିଶ୍ଚୟ ଆମ ମନରେ ବସେ ବୁଝନ୍ତୁ ୟାକୁ ମନେକର ଆପଣ ବଢିଆ ମାଉଁସ ଭାତ ଝୋଳ ଝୋଳ ଫୁଟୁଛି ଚର୍ବି ଫରବି ପ୍ରଭାବ ପଡେ କି ନାହିଁ ଆପଣଙ୍କୁ ପଡୁନଥିବ ମତେ କା ଜଣକୁ ପାପ ପଡେ କି ନାହିଁ ଠିକ ସେପରି ଯଦି ଭଲ ବିଷୟ ଦେଖିଲେ ଭଲ ପ୍ରଭାବ ମନରେ ପଡୁଛି ଖରାପ ବିଷୟ ଦେଖିଲେ ପଡୁଛି କି ନାହିଁ ହେଲେ ସିମ୍ପଲ କଥା ଖରାପ ଦେଖିବ କାହିଁକି ଖରାପ ଭିତରେ ପଶାଇବ କାହିଁକି ପ୍ରେଜ୍ ଦ ଲର୍ଡ ସିମ୍ପଲ ଅଟେ ଆପଣ କେବେ ମତେ ଅଯଥା ବିଷୟରେ ଟାଇମ ସ୍ପେଣ୍ଡ କରିବା ଦେଖିପାରିବେ ନାହିଁ ନା ସରି ଟେକ୍ ଇଟ୍ ଏ ଚ୍ୟାଲେଞ୍ଜ ଆମ ପାଖରେ ଟାଇମ ନାହିଁ ନଷ୍ଟ କରିବା ପାଇଁ ରିଲ୍ସ ଦେଖିବା ଜରୁରୀ କି ଇନଷ୍ଟାରେ ବସିବା ଜରୁରୀ କି ଫେସବୁକରେ ବସିବା ଜରୁରୀ କି ଦେଖିଥିବ କିଛି ମିଳୁଛି କି ଆଖି ଖରାପ ହଉଛି ସମୟ ବର୍ବାଦ ହଉଛି ସମୟ ନଷ୍ଟ ହଉଛି ଭବିଷ୍ୟତ ନଷ୍ଟ ହଉଛି ଦେଖ ନାହିଁ ବିଲକୁଲ ଦେଖ ନାହିଁ ହସିଯିବ ଦେଖିଲେ ଆଖି ହଟେଇ ପଳେଇ ଯାଅ ପ୍ରେଜ୍ ଦ ଲର୍ଡ ମତେ କୁହ ଯୀଶୁଙ୍କ ନଜରକୁ ଆସି ନଥିବେ କି ଝିଅମାନେ ବିଲକୁଲ ଆସିଛନ୍ତି ଥିବେ ନାହିଁ କନଫର୍ମ ଆସିଛନ୍ତି କେମିତି କହିପାରୁଛି ମୁଁ ସିମ୍ପଲ ବାଇବଲରୁ କହୁଛି ବାହାର କର ଏଭ୍ରି 4 ବାହାର କଲେ କାରଣ ଯେ ଆମ୍ଭମାନଙ୍କ ଦୁର୍ବଳତାରେ ଆମ୍ଭମାନଙ୍କ ପ୍ରତି ସହାନୁଭୂତି ଦେଖେଇବାକୁ ଅସମର୍ଥ ଆମ୍ଭମାନଙ୍କର ଏପରି ମହାଯାଜକ ନାହାନ୍ତି ବରଂ ସେ ପାପର ରହିତ ହୋଇ ଆମ୍ଭମାନଙ୍କ ପରି ସର୍ବତ ଭାବେ ପରୀକ୍ଷିତ ହେଲେ କଣ ହେଲେ ପରୀକ୍ଷିତ কি পরীক্ষিত তা পূর্ব শব্দটা পড়তো সর্বত ভাবে পরীক্ষিত মানে সবু প্রকারর পরীক্ষা যিশুଙ୍କ জীবନରେ
ଆସିଛି ଆଉ ସର୍ବତ ଭାବେ ପରୀକ୍ଷିତ ହୋଇ ସର୍ବତ ଭାବେ ବିଜୟ ମଧ୍ୟ ସେ ହୋଇଛନ୍ତି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଏବେ ମତେ କୁହ ନାହିଁ ଆଜ୍ଞା କଣ କରିବେ ଆଜ୍ଞା, ସେ କାମ ମତେ ଦେଖି ଦେଖି ଥାଉଛି। ସେ ଦେଖୁଥିବ ସେଥିପାଇଁ ସେ ଦାନ ପାଇଛି, ଆଉ ତମେ ଦେଖ ନାହିଁ ସେ ଦାନ ତମେ ପାଅ। ଟିକେ ପଡୋଶାକୁ କହିଦିଅ, କୁହ ସେ ପଡୋଶାକୁ ଅନେଇକି କୁହନ୍ତୁ, ସେ ଦେଖୁଥିବ ତାର ଦାନ ସେଇଟା। ତୁମର ଦାନ ଚେଞ୍ଜ କର, ଟିକେ ବି ଦେଖୁନ ତାକୁ, ଦେଖୁଥାଉ ଭଲରେ ଦେଖୁ। କୁହ ନା ଭଲରେ ଦେଖୁ। କେତେ ବର୍ଷ ଦେଖିବ? ଦେଖିବ ନାହିଁ, ସରିଲା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ବୁଝନ୍ତୁ, ନମ୍ବର ୱାନ୍ ଛୁଇଁବ ନାହିଁ ନା, ମେକ୍ ଇଟ୍ ଏ ଲ, ବିଧି ବନାନ୍ତୁ, ମୁଁ ଛୁଇଁବି ନାହିଁ। ହାଲେଲୁୟା। ନମ୍ବର 2, ଜଣେ କୁହନ୍ତୁ। ଯାହା ହଉ ଜଣେ କହିଥିବାରୁ ଧନ୍ୟବାଦ। ବଢିଆ। ନମ୍ବର 3, ବେଶୀ କଥା ହେବେ ନାହିଁ। କଣ ହେବେ ନାହିଁ? ପ୍ରେଜ୍ ଦ ଲର୍ଡ ଭାଇ। ହଁ ଭାଇ ଏକା ଯେ ପରେ ସ୍ୱାମୀ ନ ହେଇଯାଉ। ହଁ ସାବଧାନ। ପ୍ରେଜ୍ ଦ ଲର୍ଡ ଭାଇ। ହଁ ପ୍ରେଜ୍ ଦ ଲର୍ଡ ଭଉଣୀ ଭଲ ତ? ହଁ ଭଲ, ବାସ୍ ସେତିକି ସେତିକି। ୟାକୁ ବିଧି ବନେଇବେ ସେତିକି, ବେଶୀ କଥା ହେବେ ନାହିଁ। କଥାବାର୍ତ୍ତା ହେବେ ଆଉ ବାବା ମା, ହଁ ବାବା ମା ସବୁ ଭଲ ଅଛନ୍ତି, ଆଉ ଭାଇନା ଭାଉଜ ଭଲ ଅଛନ୍ତି, ଆଉ ତମେ ଭଲ ଅଛ ତ? ହଉ ଦେଖିଛି ତୋର କଥାକୁ, ମୁଁ ଦେଖିଛି ତତେ ମଧ୍ୟ ମୁଁ ଦେଖିଛି। ବେଶୀ କଥା ନାହିଁ। ଥ୍ୟାଙ୍କ ୟୁ ମ୍ୟାଡମ୍ ବୋଲି କହିଦିଅ। ଥରେ ଯାଇଥିଲି ଗୋଟେ ରିଭାଇଭାଲ ମିଟିଂକୁ, ସେଇଠି ପ୍ରଚାର ହେଲା। ପ୍ରଚାର ହେଲା ପରେ ଗୋଟେ ମ୍ୟାଡମ୍ ଆସିଲେ, ଖୁସି ହେଇଯାଉନ? ହଁ ମ୍ୟାଡମ୍ ଆସିଲେ, 40 ବର୍ଷ ପାର, ବୁଝିଗଲ ତ? କିଛି ଅସୁବିଧା ନାହିଁ। ସେ ଆସିଲେ ପ୍ରେଜ୍ ଲର୍ଡ ପାଳକ ବାବୁ, ପ୍ରେଜ୍ ଲର୍ଡ ମା ନମସ୍କାର। ଆଉ ବହୁତ ଭଲ ଲାଗିଲା। ବାକ୍ୟ କେବେ ଖରାପ କି? ବାକ୍ୟ ଭଲ କହି ନାହିଁ ସେମିତି। ହଁ ମା ପ୍ରଭୁଙ୍କୁ ଧନ୍ୟବାଦ, ବାକ୍ୟ ଭଲ ଅଛି। ପ୍ରେଜ୍ ଲର୍ଡ। ଆଉ ପାଳକ ବାବୁ ଆପଣଙ୍କ ନମ୍ବର ଟିକେ ଗଲା। ପାଳକ ବାବୁ ତ ଆପଣ ମନା କରିପାରିବେ ନାହିଁ, ନିଅନ୍ତୁ ବୋଲି କହିଲେ। ନିଅନ୍ତୁ ଠିକ ଅଛି। ପାଳକ ବାବୁ ଆମେ ଗୋଟେ ମିଟିଂ ରଖିବା ପାଇଁ ଚାହୁଁଛୁ, ଆଉ ଆପଣଙ୍କୁ ହିଁ ଡାକିବୁ। ଡାକ, ଭଲ ମୋଟା ପଇସା ମତେ ମିଳିବ। ପ୍ରେଜ୍ ଦ ଲର୍ଡ, ଡାକ ଭଲ। ନମ୍ବର ନେଇଗଲା। କିଛି ଦିନ ଗଲା ପରେ ଫୋନ ଆସିଲା। ମୁଁ ଦେଖିଲି ଆସିଲାରେ ବାବୁ ହବାର ଫୋନ। ହଁ ପ୍ରେଜ୍ ଦ ଲର୍ଡ। କଣ ମ୍ୟାଡମ୍ ପ୍ରେଜ୍ ଦ ଲର୍ଡ ନମସ୍କାର। ଆଉ ଭଲ ଅଛନ୍ତି? ହଁ ଭଲ। ଆଉ ସବୁ ଠିକ ଠାକ? ହଁ ଘରେ ସବୁ ବହୁତ ବଢିଆ। ପାଳକ ବାବୁ ମିଟିଂ କର। ତମ ମିଟିଂ ଷ୍ଟାର୍ଟ ହେଇନି କି ଆହୁରି ବୋଲି ଭାବିଲି। ସେ ଗୋଟେ କଥା ଏକା କହୁଛୁ, ରାଗି ହବ ନାହିଁ, ଅଯଥା କଥା କହିବାକୁ ମୁଁ ଦଉ ନାହିଁ। ରଖିଦେଲା। କିଛି ଦିନ ଗଲା ପରେ ଆଉ କଲ୍ କଲା। ଆଉ କଲ୍ କରି କହୁଛି, ପାଷ୍ଟର ବାବୁ ପ୍ରେଜ୍ ଦ ଲର୍ଡ, ଆଉ ଗୋଟେ କଥା କହିବି ବୋଲି ଭାବୁଛି। ହଁ କୁହନ୍ତୁ ନିଶ୍ଚୟ, ପ୍ଲିଜ ଆପଣ କହିପାରିବେ, କୁହନ୍ତୁ। ଆମ ବାବା ଆପଣଙ୍କୁ ଟିକେ ବାବା ଦେଖା କରିବେ? ବାବାଙ୍କ ସହିତ ମୋର କି କାମ? ଆଚ୍ଛା ବାବା ଦେଖା କରିବେ? ମୁଁ ଏମିତି କହିନି। ମୁଁ ଆପଣମାନଙ୍କୁ ବୁଝଉଛି ପାରାଫ୍ରେଜ୍ କରି। ଆଚ୍ଛା ବାବା ଦେଖା କରିବେ? ଓହୋ କଣ ହେଇଛି କି, କଣ କଥା? ନାଇଁ ମାନେ କୁହ କଣ ହେଇଛି? ପାଳକ ବାବୁ ଆପଣ ଯଦି ଜମା ଦୁଃଖ କରିବେ ନାହିଁ ବାରିଆଟରୁ ମୁଁ କୁହ, ମତେ କହିଦିଅ ଖାଲି। ତ କହିଲେ ପାଳକ ବାବୁ ଆମର ଭୁବନେଶ୍ୱର, ମୁଁ ଅଲରେଡି ରହିଛି କେତେ ବର୍ଷ ଭୁବନେଶ୍ୱର। ସେ ମତେ କହିବା ପାଇଁ ଟ୍ରାଏ କରିଛି, ଭୁବନେଶ୍ୱର ଏତେ ବଡ଼ ସହର। ମୁଁ ରହିସାରିଛି ଭୁବନେଶ୍ୱରରେ, ଜବ୍ କରୁଥିଲି, ଜାଣିନାହାନ୍ତି ବୋଧେ। ଭୁବନେଶ୍ୱରରେ ଆମ ଭଉଣୀ, ମୋ ପିଠିର ଭଉଣୀ, ଏବେକା ବୋଲେ 2 ମିନିଟ୍ ଆଗରୁ ବୋଇଲା ପରି ଗଭର୍ଣ୍ଣମେଣ୍ଟ ଚାକିରି ପାଇଛି। ମୁଁ କହିଲି ପ୍ରେଜ୍ ଦ ଲର୍ଡ, ବହୁତ ବଢିଆ, ପ୍ରଭୁଙ୍କୁ ଧନ୍ୟବାଦ। ମାନେ ସେ କହିବା ପାଇଁ ଯାଉଛି, କହିପାରୁନାହିଁ। ତ ପାଳକ ବାବା ଆପଣ ଟିକେ ଘରକୁ ଆସନ୍ତୁ, ବାବାଙ୍କ ସହିତ ସାକ୍ଷାତ। ମୁଁ କହିଲେ ସାକ୍ଷାତ କାହିଁ କରିବି? ନାଇଁ ପାଳକ ବାବା ଆମେ ସମସ୍ତେ ଚାହୁଁଥିଲୁ ତ ଆପଣ ଟିକେ ଆସନ୍ତୁ। ମୁଁ ଶେଷରେ କହିଦେଲି
ओ सतरे सुनो ध्यान रे केमते कथा आबे से कोंतो मु कहली सतरे वाओ प्रेज द लॉर्ड थैंक यू सो मच मते आपण माने केते भलो पाउछंदी केते प्रेम करूछंदी अच्छा मु गोटे काम करिवि मु टिके प्रभु को पचारिबि आ प्रभु जदि मते अनुमति देबे मु काली की का बस रे चोडे धाई धाई पळि आसबि मु एबे जाई प्रभु को पचारुछि प्रभु मते एबे जाई कहउछंती से मते एबे जाई जोगी छंदी कि मोरी छंदी जानि नाही मु कहिवार पॉइंट लोक माने ट्राप रे पकेवा पई चाही बसी थिबे ओके आपण ट्राप रु बाहरिवा पई एमिति बाहरंतु तांको हर्ट भी न हेउ काम मथो हे जाओ मु कहि पारथा फोन फान बंद करो बोले से कोई बोलथंदा अरे जितुली मार भाई केबे काटी भल रे कथा होनी रे बोली थंदा बुझा पडुची काम भी हे जाउ थाओ तमे मते पाप रहित जीवन बितो थाओ हालेलुया प्रेज द लॉर्ड Praise the Lord. ताली टिके मारिबा गीत टिके बोलिबा शिखिबे तो गाओ हम माइक रे गाओ हम बछरे डोरी बानी जल्दी स्पीड डोरी बानी हमें केबे डोरी बानी हमें केबे विपद को डोरी बानी हमें केबे आपद को ताड़ी हो नहीं अभाव को समस्या को रोग दुख को ताड़ी हो नहीं जोर से गाओ ना जोर से मारो डोरी बानी मोहा मोहिम आम सदा जीवित अटंती से आम पाई चिंतित जीशुर जन आम पुनरुत्थित नहिबा आमे केबे निरुत्साहित विश्वासरे आमे सदा विश्वासरे आमे सदा दृढ़ रहिबा केउठारे दृढ़ रहिबा जोर से विश्वासरे आमे सदा कोन रहिबा विश्वासरे आमे सदा दृढ़ रहिबा जिहोवाको पराक्रम आमे जाथिबा जिहोवाको शक्ति जाथिबा डोरिबानी ताली हो नहीं मामा बापा डरो नहीं
ରୋଗ ଆସିଲେ ବି ଡରିବାନି 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 ଦୁଃଖକୁ ଦୁଃଖକୁ କଷ୍ଟକୁ ସମସ୍ୟାକୁ ଅଭାବକୁ ହାଲେଲୁୟା ଶୈତାନକୁ ସମସ୍ୟାକୁ ରୋଗକୁ ଆପଦକୁ ବିପଦକୁ ପ୍ରେଜ୍ ଦ ଲର୍ଡ ବୋଲୋ ୟୀଶୁ ମହାରାଜ କି ଆଉ ଗୋଟେ ଘଣ୍ଟାଟେ ବସି ପାରିବ ପରା ହାଲେଲୁୟା କେବେ ମଧ୍ୟ ଡରିବ ନାହିଁ ପ୍ରେଜ୍ ଦ ଲର୍ଡ କାହାକୁ ଡରିବ ନାହିଁ ହାଲେଲୁୟା ମନେ ରଖିଥିବ ହଁ କେବେ ମଧ୍ୟ କାହାକୁ ମଧ୍ୟ କୌଣସି ପରିସ୍ଥିତିକୁ ମଧ୍ୟ ଏବେ ପାଷ୍ଟର ବାବୁକୁ ଡରିବ ନାହିଁ ନା କେମିତି ନା ଦେଖ ଉଲ୍ଟା ପୁଲ୍ଟା କନେକ୍ସନ ଲଗ ନାହିଁ ହଁ ଦୁଃଖକୁ କଷ୍ଟକୁ ବେମାରକୁ ଅସୁବିଧାକୁ ସମସ୍ୟାକୁ କଠିନ ପରିସ୍ଥିତିକୁ କେବେ ମଧ୍ୟ ଭୟ କରିବ ନାହିଁ ହାଲେଲୁୟା କାହିଁକି ଭୟ କରିବ ନାହିଁ ବୋଲି କହିଲେ କଥା ଦେଇଛନ୍ତି ସେ ସାହାଯ୍ୟ କରିବେ କୁହନ୍ତୁ ନ ଛାଡ଼ିବେ ନ ଭୁଲିବେ ସଙ୍ଗେ ରହିବେ ମନୁଷ୍ୟ ନୁହନ୍ତି ସେ ନୀରବ ରହିବେ ଯାହା କହିଛନ୍ତି ସେ ସଫଳ କରିବେ ତେବେ କାହିଁକି ନିରାଶ 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 ତେବେ କାହିଁକି ନିରାଶ ଆମେ ହୋଇବା ସଦାବେଳେ ଯୀଶୁ ନାମ ଯୀଶୁ ନାମ ଯୀଶୁ ନାମ ସଦାବେଳେ ଯୀଶୁ ନାମ ଭଜି ରହିବା କଥା ଦେଇଛନ୍ତି ସେ ସାହାଯ୍ୟ କରିବେ ନ ଛାଡ଼ିବେ ନ ଭୁଲିବେ ସଙ୍ଗେ ରହିବେ ମନୁଷ୍ୟ ନୁହନ୍ତି ସେ ନିରଙ୍ଗ ରହିବେ ଯାହା କହିଛନ୍ତି ସେ ସଫଳ କରିବେ ତେବେ କାହିଁକି ନିରାଶ ହାଲେଲୁୟା ତେବେ କାହିଁକି ନିରାଶ ଆମେ ହୋଇବା ସଦାବେଳେ ଯୀଶୁ ନାମ ଯୀଶୁ ନାମ ଯୀଶୁ ନାମ ପ୍ରଭୁଙ୍କ ଲୋକମାନେ ସମସ୍ତ ଚକ୍ଷୁ ବନ୍ଦ କରୁ ଆଉ ଆଜି ଯାହା ଆମେମାନେ ଅଳ୍ପରେ ବହୁତରେ ଶିକ୍ଷା କରିବାକୁ ପାରିଅଛୁ ତାହା ଟିକେ ମନେ ପକାଉ ତଦନୁସାରେ ଜୀବନକୁ ସମୀକ୍ଷା ଟିକେ କରୁ ଯଦି କିଛି ଦେଖାଯାଉଛି ସଂଶୋଧନ ହେବାର ବିଷୟ ତେବେ ଅବିଳମ୍ବେ ତାହାକୁ ସଜାଡ଼ି ଦେଉ ଅବିଳମ୍ବେ ସେଥିପାଇଁ କ୍ଷମା ପ୍ରାର୍ଥନା କରୁ ହାଲେଲୁୟା ହାଲେଲୁୟା ମନେ ରଖିବେ ପ୍ରିୟ ଭାଇ ଭଉଣୀ ମାନେ ଯୌବନ ସମୟ ବଡ଼ ଗୁରୁତ୍ୱପୂର୍ଣ୍ଣ ସମୟ ଅଟେ ବହୁତ ଗୁରୁତ୍ୱପୂର୍ଣ୍ଣ ସମୟ ଅଟେ এই সময় ଆପଣ ଯାହା କରିପାରିବେ ବଳ ବୟସ ଗଲା ପରେ ତାହା କରିପାରିବେ ନାହିଁ ଜୀବନର ଲକ୍ଷ୍ୟ ଫାଇନାଲ କରନ୍ତୁ ମୁଁ କଣ କରିବି ନ କରିବି କିନ୍ତୁ ପ୍ରଭୁଙ୍କୁ ତ ସନ୍ତୁଷ୍ଟ କରିବି ଅର୍ଥାତ୍ ମୋର ପ୍ରତିଟି କାର୍ଯ୍ୟକଳାପ ଦ୍ୱାରା ଆଚରଣ ଦ୍ୱାରା ଯଦି ପରମେଶ୍ୱର ଅସନ୍ତୁଷ୍ଟ ହେଲା ପରେ କିଛି ବିଷୟ ଦେଖାଯାଉଛି ଯାହା କ୍ଷତି ହେଲେ ମଧ୍ୟ ମୁଁ ସହିଯିବି କିନ୍ତୁ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବି କେବେ ମଧ୍ୟ ଅପୋଜିଟ୍ ଜେଣ୍ଡର ନିକଟକୁ ଯିବି ନାହିଁ
ଅଯଥା କାମ ରହିବେ ନାହିଁ। ଭାଇ ଭଉଣୀ ମାନେ ଦାଉଦ କହୁଛନ୍ତି ମୁଁ ତୁମକୁ ଆକାଂକ୍ଷା କରୁଛି। ଆମେ କଣ ଆଜି ଖୋଜୁଛେ? ଧୂଳିକୁ, ଗରା ଚମଡ଼ାକୁ, ଅଶୁଚି ବିଷୟ ମାନ। ପାଉଲ କହିଲେ ମୁଁ ତୁମ୍ଭମାନଙ୍କ ପାଇଁ ସ୍ଥାନରେ ଅଛି, ନହେଲେ ମୋର ରହିବାର କିଛି ଇଚ୍ଛା ନାହିଁ। ଆଜି ଆମର ଜୀବନ ସେପରି ହଉ। ଯଦି ବଞ୍ଚିବୁ, ଧରା ପୃଷ୍ଠରେ ରହିବୁ, ପୃଥିବୀରେ ଯଦି ଜୀବନ ଅଛି ତେବେ ପ୍ରଭୁଙ୍କ ନିମନ୍ତେ ରହୁ, ଅନ୍ୟର ପରିତ୍ରାଣ ପାଇଁ ରହୁ, ନିଜ ଇଚ୍ଛା ସାଧନ ପାଇଁ ନାହିଁ। ହାଲେଲୁୟା, ହାଲେଲୁୟା। रे भाई भौणी माने जो लगुच आपण को मु एते वाक्य शुणिले किंतु मोर जीवन तो ठीक नहीं, मोर स्वभाव तो ठीक नहीं, मु तो बाइबल पढ़ू नहीं, प्रार्थना भी करू नहीं, पवित्रता ठारू मु बहुत दूर को चली जाइए। यही समय आपण मान कान खोली शुणा हे। प्रभु लोक मैंने ईश्वर को वाक्य कहे जदि एक व्यक्ति फेरिबे ख्रीष्टଙ୍କ रक्त आज से पावरफुल अटे। तांको रक्त तांको पाप सब धोइब, तांको नुआ करिब। एणु जदि आपन को लागुची कौन सी पाप रही जाइछि ताहा मते सेटराइट करिवार अछि। एई समय आपण क्षमा माग प्रार्थना करंतु। आपनकर ध्यान निज प्रति न रहो, ख्रीष्टଙ୍କ रक्तर शक्ति आड़क रहो। अतीत को धरी आपण आग को बढ़ी पारिबे नहीं। अतीत सहित आपण बढ़ी पारिबे नहीं। जहा हो जाइछि थरे अंतररू प्रभु को क्षमा मागंतु, तांको रक्तरे विश्वास करंतु, सब पाप स्वीकार करंतु, छाड़िबा पई अनुग्रह मागंतु। नूतन जीवन, नूतन मन, नूतन लक्ष्य नहीं स्थान रो जातु। आसंतु प्रार्थना करिबा। सर्वशक्तिमान परमेश्वर प्रभु पिता, तुम नाम को धन्यवाद दूची। तुम आज दिवसर प्रारंभ समय ए जाए संभाल अनुकूल परिवेश पाणीपाग देल। धन्यवाद। जीवंत वाक्य द्वारा कथा कहल प्रभु। लाइफ इज वेरी वेरी शॉर्ट लो। अति क्षण भंगुर अटे एही जीवन। यह बुझिबा पई साहाय्य कर। जहा जहा अଯଥା विषय रही जीवन रे, सकल अଯଥା विषय असार विषय अपना को पृथक कर रखिबा पई साहाय्य कर। बंचिबु तो तुम गौरव पाए, तुम नामर प्रसार पाए, तुमको संतुष्ट करबा पाए, निज पाए नाही। एपरि अनुग्रह दियो प्रभु। जहा देखिबा कथा नुह, जहा निकट को जीवा कथा नुह, जहा छुईवा कथा नुह, से सकल विषय आपण को अलग रखिबा पाई साहाय्य कर। पवित्रता को प्रेम करी, तुम्भ को प्रेम करी, तुम्भ को खोजी खोजी समय जीवन बिताइबा पाई अनुग्रह दियो प्रभु। मो प्रिय भाई भणी मान जीवन को तुम सजाड़ी दियो प्रभु। एमानकर भविष्य तुम्भ द्वारा गठित हो। तुम एमान को गढ़ प्रभु। मंद ठारो अलग जीवन प्रदान कर, साहाय्य कर। जहाँ मध्य आम शुणिलु निजर करने व्यवहार आने पवित्र आत्मा नित्य प्रेरणा चालना दे प्रभु। ये समिति को, फेलोशिप को, चर्च को, तुम दास दासी मान को, यूथ कमिटी मेंबर समस्त को तुम्भ हस्तर रखिले। सर्वदा तुमको चाहे, तुमको लोड़ी बंचिबा पई कृपा कर।
आमर इच्छा तुम्हें हो, आमर आनंद तुम्हें हो, आमर खोजार विषय तुम्हें हो। ईश्वर कैन्द्रिक हो जीवन बिताइबा पई कृपा कर दियो। समस्त विषय पई धन्यवाद दिली प्रभु। सब महिमा गौरव संभ्रम तुमको दे प्रार्थना जीसु नाम मागिली, आमेन आमेन। प्रभु को गोटे उच्च कर ताल दो।